प्रभुंकर नाम भूलीगला से आ ये जन्म आउ पाप कर्म न कहरेबे साधु मानक सेवारे दिन कटाएबे आउ ये पाप कर्म करिबे ने ये अंधकार कोठरी भितर का मु आसीबाकू मन करिबे ने साधु संग मान का संग करी मु मोक्ष प्राप्ति पुनरपि आउ जन्म मोरा न हो प्रभु आउ मु आउ जन्म होबाकू मर्त्य धाम को आउ मु केते कष्ट अरे सत्य कर्म करिबे विशुद्ध महनरे सत्या नंद को अर्चना मु करिबे बेधेरे सकाळरू से पूजा करुछन्ते जाकू दिवस रजनी मोहि पूजेबे ताहांकु अरे सुरासुर सिद्धि साध्य ऋषि मुनि गण जाहंकु करन्ति समार्चना प्रतिदिन ध्यान करी से प्रभु को हृदय रे मोहि संसार बंधन अतिक्रम करे बई हरि सेवा बिनार दुख ये माया संसार रे हरि सेवा बिनार दुख ये माया संसार रे सकल कामना वृथा होए जाए खरे रे वृथा होए जाए खरे कला संसार रे प्रभुंकर नाम कीर्तन टे कलेनी जप तप पूजा आराधना जा अच्छे सकल काम संसार मायर मु लागली प्रभुंकर सेवा टे करि पारले केतबे प्रभु को भी डाकी पारले नहीं मुखरे पदे डाकी पारले नहीं प्रभु को सबु मोर जेतेक कर्म करिछि संसार पे सब वृथा से मते कोन परशेष साहाय्य करिया पे केही नहांती मन मध्यरे गर्भस्थ संतान भाबुछि कला प्रभुंकर सेवा छाड़ी मु जो परिवार संसार मत लगिले मत मुक्ति दब किए गति नाही मुक्ति नाही अरे गति नाही मुक्ति नाही नारायण बिना रे सही गति नाही मुक्ति नाही नारायण बा भगवान विष्णु कृष्ण केशव मधुसूदन जहा कह तुमको किए आउ गति दब ना किए मुक्ति दब किए से एकमात्र गति नाही ना मुक्ति नाही एणु गर्भरम होइले बहिर्गात्मा विष्णु को पूजारे सदा ढाली देवी चित्त संसार वर्धन हेले करिबी छेदन ये गर्भ कसणाउ न भोगे विपुण हेमंत मन मध्य करिण विचार प्रसव समय आसी हुई जीवर कहला हाउ मु इच्छा करिबि नहीं ये मातृगर्भ को आसिया ये अंधकार जरा भर कूट नाल नर्दमा कीट पतंग से काले गर्भस्थ जीवा बहु कष्ट भोगे माता को बहु जंत्रणा दिए से संगे बहुत कषण पर से चुनी मार करे खसी पड़ई गर्भर आसीण महिरे संज्ञा ही न होई से वो सुधारे पड़े पूर्व स्तुति मान सबु से बेल रे हुड़े प्रभु सहित कथा मातृ गर्भर थिला बेले प्रभु सहित देखा होउतला कथा कहूला भूमिष्ठ है सब भूलीगल आउ तार माया लगिगला आउ प्रभुंकर कथा मन आ पड़ा नहीं सब जड़
ବାହାର ଜଗତେ ସଙ୍ଗେ ହୋଇଲେ ମିଶ୍ରିତ ଗର୍ଭସ୍ଥ ଜ୍ଞାନ ସକଳ ନର ଚିତ ଅଜ୍ଞାନରୁ ବର୍ତ୍ତମାନ ଅବସ୍ଥାନ ଜାଣି ଅପାର କଷଣମହି ଭୋଗ କରେ ପ୍ରାଣୀ ବାଳୁତ ଭାବରୁ ଆଶ୍ରା କରି ଅଜ୍ଞାନରେ ଆପଣାର ମଳମୂତ୍ର ବୋଳଇ ଶରୀରେ ଆଧ୍ୟାତ୍ମିକ ଦୁଃଖ ହୋଇ ଅପାର ପୀଡ଼ିତ ସେ ଦୁଃଖ କହିବା ପାଇଁ ନୁହେଁ ମୁଁ ସମର୍ଥ ଆକ୍ଷୁଧା ତୃଷାଦରେ ପୀଡ଼ା ପାଏ ପ୍ରତିଦିନ ଅତ୍ୟନ୍ତ ଆତୁର ହୋଇ କରଇ କ୍ରନ୍ଦନ ନ ତା କାନ୍ଦ ଶୁଣେ ମାତ ରୋଗ ବୋଲି ଜାଣି ତତ୍କ୍ଷଣେ ପିଆଏ ନାନା ଔଷଧି ଆଣି ତହିଁରେ ପୀଡ଼ିତ ହୋଇ କରିଲେ ରୁଦନ କ୍ଷୁଧା ହେଲା ଭାବେ ମାତା ଦିଏ ସ୍ତନ୍ୟପାନ ଏହି ଭାବେ ପ୍ରତ୍ୟେକ କାର୍ଯ୍ୟରେ ସେ ବାଳକ ପରାଧୀନ ହୋଇ ଦୁଃଖ ପାଏ ଅସଂଖ୍ୟକ ମଶା ମାଛି କାମୁଡ଼ିଲେ ତାହା ନିବାରଣ କରିବାକୁ ସକ୍ଷମ ସେ ନ ହୁଇ ଜାଣ ଅପାର ମହତ କଷ୍ଟ ଅନୁଭବ କରେ ଏହିପରି 5 ବର୍ଷ ଗତ ହେଲା ପରେ ପିତାମାତା ଉପାଧ୍ୟମାନଙ୍କ ତାଡ଼ନା ଆପଣା ଅଙ୍ଗରେ ସହ୍ୟ କର କଳନା ନାନା ସ୍ଥାନରେ ସେ ବେଳେ ଭ୍ରମଣ କରଇ ଆରେ ପାଶାମ୍ପଙ୍କ ଭସ୍ମାନ୍ଦ୍ରେ ପଶିଣ ଖେଳଇ କାହା ସଙ୍ଗେ କେତେବେଳେ କଳହ ଲାଗଇ ନାନାଦି ବ୍ୟାପାର ଅଙ୍ଗ କଷଣ ସହଇ ଏମନ୍ତ ଭାବରେ ବାଲ୍ୟ ଭାବ ହେଲା ଗତ ଯୌବନ ଅବସ୍ଥା କର୍ମେ ହୁଏ ପ୍ରାପତ କ୍ରମେ ହୁଏ ପ୍ରାପତ ସେ କାଳରେ ଧନ ଉପାର୍ଜନ ଧନ ଠୁଳ କରିବା ପାଇଁ ଆଶା କରେ ସେ ପ୍ରବଳ ପୁଣି କେତେବେଳେ କାମ କ୍ରୋଧ ତାର ଚିତ୍ତ ଏମନ୍ତ ପ୍ରକାର ହୋଇଯାଏ ସେ ଦୂଷିତ ସର୍ବଦା ଏହିପରି ଭାବ କରି ଆଚରଣ ପରନାରୀ ପରଧନ କରଇ ହରଣ ପରନାରୀ ହରିବାକୁ କିବା ରାତ୍ର ଦିନ ମନରେ ନାନା ଉପାୟ କରଇ ରଚନା ପୁତ୍ର ମିତ୍ର କଳପତ୍ର ଭରଣ ପୋଷଣ ଉପାୟ ଚିନ୍ତା କରଣ ଘୁରେ ରାତ୍ର ଦିନେ ତହିଁରେ ସେ ଯେତେ ଯେତେ କଷଣ ଲଭଏ ତାହା କହିବା ପାଇଁ କି ସମୟ ବା କାହିଁ ପୁତ୍ର ଭାର୍ଯ୍ୟାଦିରେ ଅଙ୍ଗ ବ୍ୟାଧି ହେଲେ ଜାତ ସକଳ କର୍ମକରଣ ସେ ପରିତ୍ୟକ୍ତ ରୋଗ ପୀଡ଼ିତ ପୁତ୍ରର ପାଖେ ପାଖେ ବସି ବହୁ ସେବା ଯତ୍ନ କରେ କାନ୍ଦି ଅହର୍ନିଶି ଆହାରେ ଦଇବରେ ମୋତେ କଲୋ ଏତେ ସରେ ଗୃହ କାର୍ଯ୍ୟ କୃଷି କର୍ମ ନ ପାରିଲେ କରେ ମୋ ଘରେ ଅଛନ୍ତି ବହୁତ ଯେ ପରିବାର କେମନ୍ତେ ଜୀବନ ଯାତ୍ରା ଚଳିବ ତାଙ୍କର ବସି ଖାଇବାକୁ ଘରେ ନାହିଁ ରେ ମୂଳଧନ ଯଥା ସମୟରେ ବୃଷ୍ଟି କରୁନାହିଁ ରେ ଘନ ଅଶୋଟା ମୋର କେଉଁଆଡ଼େ ଅଛି ଯାଇ ଏପର୍ଯ୍ୟନ୍ତ ନ ଆସିଲେ ଗାଭିଏ କିମ୍ପାଇଁ ସନ୍ତାନ ଗୁଡ଼ିକ ମୋର ଅତି ପିଲା ପିଲା ଘରେ ସେ ନାହାନ୍ତି କି କେଉଁଆଡ଼େ ଗଲା ନିଜେ ବ୍ୟାଧିଗ୍ରସ୍ତ ହୋଇ ବସିଅଛି ରେ ମୁହିଁ ରେ ଧନ୍ୟ ଧାନ୍ୟ ସମ୍ପଦ ମୋ ଘରେ କିଛି ନାହିଁ ଭଲେ ଦେଖି ନ ପାରିବ ହେତୁ ବାରମ୍ବାର କୃଷି କାର୍ଯ୍ୟ ଯାକ ନଷ୍ଟ ହୋଇଲାଣି ମୋର ଖାଇବାକୁ ନ ପାଇଲେ ପିଲାଏ କାନ୍ଦିବେ ଗୃହଟିତ ଭଗ୍ନ ହୋଇଲାଣି ଠାବେ ଠାବେ ଆରେ ସୋଦୃ ଦେଶକୁ ଯାଇଛନ୍ତି ବନ୍ଧୁଗଣ ଜୀବନ ଉପାୟ ମୋର ନାହିଁ କିଛି ପଣ ତହିଁରେ ହୋଇଛି ରାଜା ପୀଡ଼ା ଭୟାନକ ଏଣେ ଅପକାର କରୁଅଛି ଶତ୍ରୁଯାଙ୍କ କାର୍ଯ୍ୟରେ ଅକ୍ଷମ ହୋଇ ରହିଛି ତ ମୁହିଁ କୁରୂପେ ତାହାକୁ ଜୟ କରିପାରିବହିଁ କିଏ ଅତିଥି ଆସି ବସିଅଛି ମୋର ଦ୍ୱାରେ ଅବର୍ଥନା କରିବି ମୁଁ ତାଙ୍କୁ କି ପ୍ରକାରେ ଏହିପରି ସନ୍ତତରେ ଚିନ୍ତା ଆହାକୁଳ ହୋଇ ନିଜ ଦୁଃଖ ନିବାରଣ କରି ନ ପାର ଏ ଧିକ୍କାର କରଣ ନିଜକୁ ସେ ସତ ସତ ପୁଣି ବିଧାତାକୁ ନିନ୍ଦା କର ଏ ବହୁତ ନିନ୍ଦା କର ଏ ବହୁତ ବୋଲେ ଆହାରେ ଦହିବରେ কিম্পায়ে জগতে
ଭାଗ୍ୟହୀନା କରେ ଜନ୍ମ ଦେଉଅଛୁ ମୋତେରେ ଦେଇଅଛୁ ମୋତେ ଏପରି ଯୌବନାବସ୍ଥା ହୋଇଯାନ୍ତେ ଶେଷ ବାର୍ଦ୍ଧକ୍ୟ ଅବସ୍ଥା ସେ ହୁଏ ପ୍ରବେଶ ହରେ ହୁଏ ପ୍ରବେଶ ସେ କାଳରେ ଜରା ଗ୍ରାସ କରେ ଶରୀରକୁ ସମର୍ଥ ନୁହେଁ କାର୍ଯ୍ୟ ଚଳାଇ ନେବାକୁ ରୋଗ ବ୍ୟାଧି ଧୈର୍ଯ୍ୟହୀନ ଅନ୍ଧତ୍ୱ ପ୍ରଭୃତି କ୍ରମରେ ଦେହକୁ ଆକ୍ରମଣ କରନ୍ତି ଅନବରତ ଅଙ୍ଗ ହୁଏ କମ୍ପିତ ଶ୍ୱାସ କାଶ ଆଦି ନାନା ପୀଡ଼ା ହୁଏ ଜାତ ହିଂସା ଜାତ ହୁଏ ରୁଦ୍ଧି କଣ୍ଠରୁ ନାକରୁ ସମର୍ଥ ନୁହେଁ ଭଲ କଥା କହିବାକୁ ଏପରି ଅବସ୍ଥା ତାର ଦେଖି ସାକ୍ଷାତରେ ପୁତ୍ର ଭାର୍ଯ୍ୟ ଆଦି କରି ଯିବା ଥାନ୍ତି ଘରେ ସେମାନେ କରନ୍ତି ନୀତି ନାନାଦି ଭର୍ଚ୍ଛନା ତେଣୁ ସେ କରଇ ଦୁଃଖ ଭୋଗ କଳନା ଦୁଃଖରେ ପୀଡ଼ିତ ହୋଇ କେବେ ମୃତ୍ୟୁ ମୋର ହେବ ବୋଲି ମନେ ମନେ ଭାବେ ନିରନ୍ତର ପୁଣି ମନେ ବିଚାର ମରିଗଲେ ମୁହିଁ ମୋର ଗୃହ କ୍ଷେତ୍ର ଧନ ଯେତିକ ଛଏ ଧନ ଯେତିକ ଛଏ ପୁଣି ଚିନ୍ତା କରୁଛି ରୋଗ ବ୍ୟାଧିଗ୍ରସ୍ତରେ ପଡ଼ୁଛି ଭର୍ଚ୍ଛନା ପରିବାର ଘର ଶୁଣୁଛି ଫେରେ ଚିନ୍ତା କରୁଛି ଫେରେ ଲୋଭ ଆସୁଛି ମୋ ଘର ଧନ ନନା ଆଧ୍ୟାତ୍ମିକ ଜ୍ଞାନର କଥା